ସୁଭଦ୍ରା ଯୋଜନା ପାଇଁ ଆସିଲା ବଡ଼ ଖବର। ପ୍ରତ୍ୟେକ ହିତାଧିକାରୀ ଏହି ସୁଭଦ୍ରା ଯୋଜନାର ଲାଭ ଉଠାଉଛନ୍ତି। କେତେକ ହିତାଧିକାରୀ ଏହି ସୁଭଦ୍ରା ଯୋଜନାର ଲାଭ ପାଉଛନ୍ତି ତ କେତେକ ହିତାଧିକାରୀ ଏହି ସୁଭଦ୍ରା ଯୋଜନାର ଲାଭ ପାଇପାରୁନାହାନ୍ତି। ଏହି ସୁଭଦ୍ରା ଯୋଜନାରେ ସମସ୍ତଙ୍କୁ ବା ଯୋଗ୍ୟ ହିତାଧିକାରୀଙ୍କୁ 50,000 ଟଙ୍କା ମିଳୁଛି। ତ ଯେଉଁମାନେ ଯୋଗ୍ୟ ବିବେଚିତ ସେମାନେ ଆବେଦନ କରନ୍ତୁ ଏବଂ ଏହି 50,000 ଟଙ୍କା ପାଆନ୍ତୁ। ଏହି ମାସ ଅର୍ଥାତ୍ ଜାନୁଆରୀ ଶେଷ ସପ୍ତାହରେ ସୁଭଦ୍ରା ଟଙ୍କା ଆସିବ। ତ ଯେଉଁମାନେ ଯୋଗ୍ୟ ଆବେଦନ କରନ୍ତୁ। ଆଜି ସୁଦ୍ଧା ଆବେଦନ କଲେ ମଧ୍ୟ ଏହି ମାସରେ ସୁଭଦ୍ରା ଟଙ୍କା ଆସିବ। ତ କେଉଁମାନେ ଯୋଗ୍ୟ ବିବେଚିତ କେମିତି ଜାଣିବେ ମୋତେ ସୁଭଦ୍ରା ଟଙ୍କା ମିଳିବ କି ନାହିଁ? ସେ ଡାଉଟକୁ କ୍ଲିଅର ହେବା ପାଇଁ ମୁଁ ଏକ ଭିଡ଼ିଓ ନେଇ ଆସିଛି। ଭିଡ଼ିଓକୁ ସ୍କିପ୍ ନକରି ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଚ୍ୟାନେଲକୁ ନୂଆ ଆସିଥିଲେ ଗୋଟିଏ ସବସ୍କ୍ରାଇବ୍ କରି ବେଲ୍ ଆଇକନକୁ ଦବାଇ ଦିଅନ୍ତୁ। ତ ଡେରି ନକରି ଭିଡ଼ିଓକୁ ଷ୍ଟାର୍ଟ କରିବା। ପ୍ରଥମେ ଆମେ ଯେକୌଣସି ବ୍ରାଉଜରକୁ ଓପନ୍ କରିବା। ସେହି ବ୍ରାଉଜରରେ ଟାଇପ୍ କରିବା subhadra.odisha.gov.in। ତ ଏହିପରି ସର୍ଚ୍ଚ ବାର୍ରେ ସର୍ଚ୍ଚ କରନ୍ତୁ। ଯଦି ଟିକିଏ ମଧ୍ୟ ଭୁଲ ହେଲେ ଏହା ଆସିବ ନାହିଁ ତ ଏହିପରି ସର୍ଚ୍ଚ କରନ୍ତୁ। ତ ଦେଖନ୍ତୁ ଏହିପରି ୱେବସାଇଟ୍ ଆସିବ ସୁଭଦ୍ରା ପୋର୍ଟାଲ। ତ ଫାଷ୍ଟ ଅଛି ଅଧିକାରୀଙ୍କ ଲଗଇନ୍, ତାପରେ ଆବେଦନ ସ୍ଥିତି। ତ ଆପଣମାନେ ଯଦି ଆବେଦନ ସ୍ଥିତିକୁ ଦେଖିପାରିବେ ତାହେଲେ ଆବେଦନ ସ୍ଥିତିକୁ କ୍ଲିକ୍ କରି ଆପଣମାନଙ୍କର ନିଜର ଆବେଦନ ସ୍ଥିତି କ'ଣ ଅଛି ଦେଖିପାରିବେ। ତାପରେ ଟିକିଏ ଟିକିଏ ସ୍କ୍ରଲ୍ କରି ତଳକୁ ଯିବା। ତ ଏଠାରେ ଲେଖା ହେଇଛି ଯୋଗ୍ୟତା ମାନଦଣ୍ଡ, ତାପରେ ଆବେଦନକାରୀଙ୍କ ଦାୟିତ୍ୱ, ତାପରେ ଆବେଦନ ପ୍ରକ୍ରିୟା। ତ ଦେଖନ୍ତୁ ଏଠାରେ ଯୋଗ୍ୟତା ମାନଦଣ୍ଡ ଅଧିକ ସୂଚନା ଲେଖା ହେଇଛି, ସେଇଠାରେ କ୍ଲିକ୍ କରନ୍ତୁ। ତ ଏଇଟା ଅତି ସହଜ। ଛୋଟ ଛୁଆ ହେଲେ ମଧ୍ୟ ନିଜର ଯୋଗ୍ୟତା ଅଛି କି ନାହିଁ ବା ନିଜେ ସୁଭଦ୍ରା ଟଙ୍କା ପାଇବେ କି ନାହିଁ ସେମାନେ ମଧ୍ୟ ଜାଣିପାରିବେ। ତ ଅତି ସହଜ, ଆପଣମାନେ ଏହିପରି ଫଲୋ କରନ୍ତୁ। ତାପରେ ଦେଖନ୍ତୁ ଏଠାରେ ଲେଖା ହେଇଛି ଯୋଗ୍ୟତା ମାନଦଣ୍ଡ। ତ ଦେଖନ୍ତୁ ଯୋଗ୍ୟତା ଲେଖା ହେଇଛି, ମୁଁ ଗୋଟି ଗୋଟି କରି ପଢ଼ି ଦେଉଛି, ଆପଣମାନେ ବୁଝିଯିବେ। ଏହି ଯୋଜନାର ଲାଭ ପାଇବା ପାଇଁ ସମସ୍ତ ମହିଳା ହିତାଧିକାରୀ ନିମ୍ନଲିଖିତ ଯୋଗ୍ୟତା ମାନଦଣ୍ଡ ପୂରଣ କରିବା ଆବଶ୍ୟକ। ଦେଖନ୍ତୁ ଆଜ୍ଞା, ଏହି ଯୋଜନାର ଲାଭ ପାଇବା ପାଇଁ ଆପଣମାନେ ଏହି ଯୋଗ୍ୟତାର ମାନଦଣ୍ଡ ପୂରଣ କରିବା ନିତ୍ୟନ୍ତ ଆବଶ୍ୟକ। ତ ଦେଖନ୍ତୁ କ ନମ୍ବରରେ ଲେଖା ହେଇଛି ଆବେଦନକାରୀ ଓଡ଼ିଶାର ବାସିନ୍ଦା ହୋଇଥିବା ଆବଶ୍ୟକ। ଦେଖନ୍ତୁ ଆଜ୍ଞା, ଆବେଦନକାରୀ ବା ଯେଉଁ ହିତାଧିକାରୀ ସୁଭଦ୍ରା ଟଙ୍କା ପାଇବେ ସେମାନେ ଓଡ଼ିଶାର ବାସିନ୍ଦା ହୋଇଥିବା ଆବଶ୍ୟକ। ତାପରେ ଖ ନମ୍ବରରେ ଅଛି ଆବେଦନକାରୀ NFSA ବା SFSS ଅନ୍ତର୍ଭୁକ୍ତ ହୋଇଥିବେ। NFSA ବା SFSSରୁ ବଞ୍ଚିତ ଥିବା ପରିବାରର ଜଣେ ମହିଳା ସୁଭଦ୍ରା ଅଧୀନରେ ଆବେଦନ କରିପାରିବେ ଯଦି ତାଙ୍କ ପରିବାରର ବାର୍ଷିକ ଆୟ 2,50,000ରୁ ଅଧିକ ହୋଇନଥିବ। ଦେଖନ୍ତୁ ଆଜ୍ଞା, ଯେଉଁ ହିତାଧିକାରୀ ଏହି ସୁଭଦ୍ରା ଯୋଜନା ପାଇଁ ଆବେଦନ କରିବେ ସେମାନଙ୍କର ନାମ ରାସନ କାର୍ଡ଼ରେ ରହିବା ନିହାତି ଆବଶ୍ୟକ। ରାସନ କାର୍ଡ଼ରେ ଯଦି ନାମ ନାହିଁ ତେବେ ଏହି ସୁଭଦ୍ରା ଯୋଜନାରେ ଆବେଦନ କଲେ ମଧ୍ୟ କଟିଯିବ ଏବଂ ତାଙ୍କ ପରିବାରର ବାର୍ଷିକ ଆୟ 2,50,000ରୁ ଅଧିକ ହୋଇନଥିବ। ଯଦି 2,50,000ରୁ ଟଙ୍କାଟିଏ ମଧ୍ୟ ଅଧିକ ହେଲେ ସେମାନେ କେବେ ହେଲେ ସୁଭଦ୍ରା ଯୋଜନାରେ ସାମିଲ ହୋଇପାରିବେ ନାହିଁ ବା ସୁଭଦ୍ରା ଯୋଜନାରେ ଆବେଦନ କଲେ ମଧ୍ୟ କଟିଯିବ। ତାପରେ ଅଛି ଗ, ଏହି ଯୋଜନା ଅଧୀନରେ ଯୋଗ୍ୟ ହେବା ପାଇଁ ଆବେଦନକାରୀଙ୍କ ବୟସ ଧାର୍ଯ୍ୟ ତାରିଖ ଅନୁଯାୟୀ 21 ବର୍ଷ କିମ୍ବା ଅଧିକ ଏବଂ 60 ବର୍ଷରୁ କମ୍ ହେବା ଉଚିତ। ଆଧାର କାର୍ଡ଼ରେ ଲିପିବଦ୍ଧ ହୋଇଥିବା ଜନ୍ମ ତାରିଖକୁ ତାଙ୍କ ବୟସ ଗଣନା ପାଇଁ ଗ୍ରହଣ କରାଯିବ। ଦେଖନ୍ତୁ ଆଜ୍ଞା, ଏହି ଯୋଜନା ଅଧୀନରେ ଯୋଗ୍ୟ ହେବା ପାଇଁ ବା ଆବେଦନ କରିବା ପାଇଁ ବୟସ ଧାର୍ଯ୍ୟ ତାରିଖ ଅନୁଯାୟୀ 21 ବର୍ଷ ହୋଇଥିବା ଆବଶ୍ୟକ।
ତାଠାରୁ ଯଦି କମ୍ ହେଲେ ଆବେଦନ କରିପାରିବେ ନାହିଁ ଏବଂ 60 ବର୍ଷରୁ କମ୍ ହେବା ଉଚିତ। ଦେଖନ୍ତୁ ଆଜ୍ଞା, 21 ବର୍ଷ କିମ୍ବା ତାଠାରୁ 21 ବର୍ଷ କିମ୍ବା ଅଧିକ ଏବଂ 60 ବର୍ଷରୁ କମ୍ ହେବା ଉଚିତ। 60 ବର୍ଷରୁ ଯଦି ଅଧିକ ହେଲେ ଆବେଦନ କରିପାରିବେ ନାହିଁ। ତାପରେ ଆଧାର କାର୍ଡ଼ରେ ଲିପିବଦ୍ଧ ହୋଇଥିବା ଜନ୍ମ ତାରିଖକୁ ତାଙ୍କ ବୟସ ଗଣନା ଅନୁଯାୟୀ ଗ୍ରହଣ କରାଯିବ। ତାପରେ ଘ ନମ୍ବରରେ ଅଛି ଆର୍ଥିକ ବର୍ଷ 2024ରୁ 2025 ପାଇଁ ଧାର୍ଯ୍ୟ ତାରିଖ 1 ତାରିଖ 7 ମାସ 2024 ତାରିଖ ସୁଦ୍ଧା ମହିଳାଙ୍କ ବୟସ 21 ବର୍ଷ କିମ୍ବା ତାଠାରୁ ଅଧିକ ଏବଂ 60 ବର୍ଷରୁ କମ୍ ହେବା ଆବଶ୍ୟକ। ତେଣୁ ଆବେଦନକାରୀଙ୍କ ଜନ୍ମ ତାରିଖ 2/7/1964 ଠାରୁ 1/7/2003 ପର୍ଯ୍ୟନ୍ତ ହେବା ଉଚିତ। ଦେଖନ୍ତୁ ଆଜ୍ଞା, ଏଠାରେ ଏକ୍ଜାମ୍ପଲ୍ ଦେଇଛି 2024ରୁ 2025 ପାଇଁ ଧାର୍ଯ୍ୟ ତାରିଖ 1/7/2024 ସୁଦ୍ଧା ମହିଳାଙ୍କ ବୟସ 21 ବର୍ଷ କିମ୍ବା ତାଠାରୁ ଅଧିକ 60 ବର୍ଷରୁ କମ୍ ହେବା ନିହାତି ଆବଶ୍ୟକ। ତାପରେ 2024ରୁ 2025 ପାଇଁ ଯଦି ଜଣେ ମହିଳା 1/7/2024 ପରେ 21 ବର୍ଷ ବୟସ ଅତିକ୍ରମ କରିବେ, ତେବେ ଯୋଜନା ଅବଧିର ଅବଶିଷ୍ଟ ବର୍ଷଗୁଡ଼ିକ ପାଇଁ ତାଙ୍କୁ ବାର୍ଷିକ 10,000 ଟଙ୍କା ମିଳିବ। ସେହିପରି ମହିଳା 1/7/2024 ପରେ 60 ବର୍ଷ ପୂରଣ କରିବେ, ତାଙ୍କୁ ଯୋଜନାର ଅବଧିର ଅବଶିଷ୍ଟ ବର୍ଷଗୁଡ଼ିକ ପାଇଁ ଏହି ସହାୟତା ଦିଆଯିବ ନାହିଁ। ଦେଖନ୍ତୁ ଆଜ୍ଞା, 2024ରୁ 2025 ପାଇଁ ଯଦି ଜଣେ ମହିଳା 1/7/2024 ପରେ 21 ବର୍ଷ ବୟସ ଅତିକ୍ରମ କରିବେ, ତେବେ ଯୋଜନା ଅବଧିର ଅବଶିଷ୍ଟ ବର୍ଷଗୁଡ଼ିକ ପାଇଁ ତାଙ୍କୁ ବାର୍ଷିକ 10,000 ଟଙ୍କା ମିଳିବ। ସେହିପରି ଏହି ମହିଳା 1/7/2024 ପରେ 60 ବର୍ଷ ପୂରଣ କରିବେ, ତାଙ୍କୁ ଯୋଜନା ଅବଧିର ଅବଶିଷ୍ଟ ବର୍ଷଗୁଡ଼ିକ ପାଇଁ ଏହି ସହାୟତା ଦିଆଯିବ ନାହିଁ। ତ ଏହି ଯୋଗ୍ୟତା ଥିଲେ ନିଶ୍ଚୟ ସୁଭଦ୍ରା ଯୋଜନାରେ ଲାଭ ପାଇପାରିବେ। କେବେ ହେଲେ ଆବେଦନକାରୀ ତାଙ୍କର ନାଁ କଟିପାରିବ ନାହିଁ। ତ ଏହା ଥିଲା ଆପଣମାନଙ୍କର ଛୋଟିଆ ଅପଡ଼େଟ୍। ଭିଡ଼ିଓଟି ଯଦି ଭଲ ଲାଗିଥାଏ ଗୋଟିଏ ଲାଇକ୍ କରିବେ ଏବଂ ଚ୍ୟାନେଲକୁ ନୂଆ ଆସିଥିଲେ ଗୋଟିଏ ସବସ୍କ୍ରାଇବ୍ କରିବେ। ତ ଭିଡ଼ିଓକୁ ଏଇଠି ଏଣ୍ଡ କରୁଛି। ଜୟ ଜଗନ୍ନାଥ।